ପାଞ୍ଚ ଦିନ ଧରି କବିତୀର୍ଥ ବରପାଲିଠାରେ ଆୟୋଜିତ ହେଉଥିବା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ତଥା ଭୁଲିଆ ସମାଜ ସଂଗଠନର ଶତାବ୍ଦୀ ପୂରଣ ସମାରୋହ ଉଦ୍ଯାପିତ ହୋଇଛି। ପ୍ରଥମ ଦିବସରେ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଗଙ୍ଗାଧର ଜ୍ୟୋତିକୁ ଅଣାଯାଇ ସଭାସ୍ଥଳରେ ସ୍ଥାପନ କରାଯାଇଥିଲା। ଦ୍ୱିତୀୟ ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ। ସମାଜର ରାଜ୍ୟ ସଭାପତି ବୈଶମ୍ପାୟନ ମେହେରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସମାବେଶରେ ବିଧାୟକ ସନତ ଗଡ଼ତିଆ, ଅଶ୍ୱିନୀ ଷଡ଼ଙ୍ଗୀ, ନିହାରଞ୍ଜନ ମହାନନ୍ଦ, ପୂର୍ବମନ୍ତ୍ରୀ ହିମାଂଶୁ ଶେଖର ମେହେର, ବାଗ୍ମୀ କୃଷ୍ଣ କେଶବ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ସମାରୋହର ବିଭିନ୍ନ ଦିବସରେ ଅନୁଷ୍ଠିତ ସାହିତ୍ୟ ଆଲୋଚନା, ବୁଣାକାର ସମ୍ମିଳନୀ, ଯୁବ ସମାବେଶ, ଭୁଲିଆ ମହାସଭା ଆଦିରେ ସୁରେନ୍ଦ୍ର ମୋହନ ମେହେର, ଡକ୍ଟର ସୁବାସ ମେହେର, ମହେନ୍ଦ୍ର ମେହେର, ଜୟଦେବ ମେହେର, ରାମକୃଷ୍ଣ ମେହେର, ଅଯୋଧ୍ୟା ମେହେର, ସୁକମୁନି ମେହେର, ଶକ୍ତିପ୍ରସାଦ ମେହେର, ଅଶୋକ ମେହେର, ବୈଷ୍ଣବ ମେହେର, ହେମନ୍ତ ମେହେର, ପ୍ରକାଶ ମେହେର, ପ୍ରଶାନ୍ତ ମେହେର ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଅସୁହା ଭାବ ଓ ଆତ୍ମବଡ଼ିମାକୁ ପରିତ୍ୟାଗ କରି ପରସ୍ପର ମଧ୍ୟରେ ସହଯୋଗ ମନୋବୃତ୍ତି ରଖି ସମାଜ ପ୍ରତି ସମର୍ପିତ ହେଲେ ଭୁଲିଆ ଜାତି ଖୁବ୍ ଶୀଘ୍ର ଶ୍ରେଷ୍ଠତ୍ୱ ହାସଲ କରିବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା। ଏଥିସହ ନିଖିଳ ଓଡ଼ିଶା ଭୁଲିଆ ସମାଜର ନୂତନ କମିଟି ଗଠନ କରାଯାଇଥିବା ବେଳେ ସଭାପତି ଭାବରେ ବୈଶମ୍ପାୟନ ମେହେର, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର, ସମ୍ପାଦକ ସୁବାସ ମେହେର, ସଂଗଠନ ସମ୍ପାଦକ ପ୍ରଫୁଲ୍ଲ ମେହେର, କୋଷାଧ୍ୟକ୍ଷ ଶିବପ୍ରସାଦ ମେହେର ସମେତ ସମାଜର 14ଟି ଜୋନ୍ ପାଇଁ 7 ଜଣ ଉପସଭାପତି ଓ 7 ଜଣ ସହ ସମ୍ପାଦକ ଚୟନ କରାଯାଇଥିଲା। ଏହି ଅବସରରେ ଭୁଲିଆ ଜାତି ଅସ୍ମିତା ଆଧାରିତ ଏକ ସ୍ମରଣିକା ମେହେର ଶତାବ୍ଦୀ ସୌରଭକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବିଭିନ୍ନ ଦିଗରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉଦ୍ଯାପନୀ ଦିବସରେ ଭୁଲିଆ ସମାଜର ପରମ୍ପରା ଆଧାରିତ ଏକ ବିରାଟ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ ଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଗଙ୍ଗାଧର ପ୍ରେମୀ ଓ ଭୁଲିଆ ସମାଜର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ନୂଆପଡ଼ା ଜିଲ୍ଲାରୁ ଜଗନ୍ନାଥ ସାଗରଙ୍କ ରିପୋର୍ଟ, ଓଡ଼ିଶା ହାଇଲାଇଟ୍ ସମାଚାର।